ଆପଣମାନେ ଗ୍ରାଇଣ୍ଡରରେ କେବେ ଭେସଲିନ୍ ଲଗେଇଛନ୍ତି କି? ଲଗେଇନାହାନ୍ତି କି ନା? ଆପଣମାନଙ୍କୁ ପୁରା ଆଶ୍ଚର୍ଯ୍ୟ ଲାଗୁଥିବ କି ଗ୍ରାଇଣ୍ଡରରେ ଆମେ ଭେସଲିନ୍ କ'ଣ ପାଇଁ ଲଗେଇବା? ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। କେମିତି ଅଛନ୍ତି ସାଙ୍ଗମାନେ? ଜଗନ୍ନାଥଙ୍କ କୃପାରୁ ସମସ୍ତେ ଭଲରେ ଥିବେ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କ ପାଇଁ ନୂଆ ନୂଆ ଟିପ୍ସ ଉଠେଇକି ଆଣିଛି। ଚାଲନ୍ତୁ ଦେଖିନେବା ମୋର ଫାର୍ଷ୍ଟ ଟିପ୍ସ କ'ଣ ଅଛି। ଫାର୍ଷ୍ଟ ଟିପ୍ସ ଅଛି ମୋର ନେଲ୍ ପଲିସ୍ ନେଇକି ଛୋଟଠୁ ବଡ଼ ପର୍ଯ୍ୟନ୍ତ ସବୁ ଲେଡ଼ିଜ୍ ବା ଗୃହିଣୀମାନେ ନେଲ୍ ପଲିସ୍ ଲଗାଇବା ପାଇଁ ବହୁତ ଭଲ ପାଆନ୍ତି, କିନ୍ତୁ ଭୁଲ ବଶତଃ ଆମର ନେଲ୍ ପଲିସ୍ କ'ଣ ହୁଏ ନା, ଆମେ ଯେଉଁ ଲଗାଇଥିବୁ ଆମ ଫ୍ଲୋରରେ ପଡ଼ିଯାଇଥାଏ। ତ ଆମେ ତାକୁ କେମିତି ସେ ଦାଗକୁ ଛଡ଼େଇବା ତା'ର ଗୋଟେ ସୁନ୍ଦର ସଲ୍ୟୁସନ୍ ମୁଁ ଆପଣମାନଙ୍କ ପାଇଁ ଆଣିଛି। ଆପଣମାନଙ୍କୁ ଟଙ୍କାଟେ ବି ଖର୍ଚ୍ଚ କରିବା ପାଇଁକା ପଡ଼ିବନି। ତ ଭିଡ଼ିଓଟିକୁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଲେ ହିଁ ଆପଣମାନେ ଜାଣିପାରିବେ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିବ ନିହାତି ଭାବରେ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁକା ଆଦୌ ବି ଭୁଲିବେ ନାହିଁ। ଚାଲନ୍ତୁ ଦେଖିବା ଆପଣମାନଙ୍କ ପାଖରେ ଯେତେ ଏମିତି ଡିଓ ଥିବ, ତ ଡିଓକୁ ଆପଣମାନେ କ'ଣ କରିବେ ନା ସେଇ ନେଲ୍ ପଲିସ୍ ଉପରେ ପକାଇଦେବେ। ଆପଣମାନଙ୍କ ନେଲ୍ ପଲିସ୍ର ଦାଗକୁ ଦେଖିକି ଆପଣମାନେ ସ୍ପ୍ରେ କରିବେ। ତାପରେ ଆପଣମାନେ ଯେକୌଣସି କପଡ଼ାରେ ଆପଣମାନେ ଆରାମସେ ପୋଛିଦେବେ। ଦେଖିବେ ଫ୍ଲୋର୍ଟା ପୁରା ନିଟ୍ ଆଣ୍ଡ କ୍ଲିନ୍ ହେଇଯିବ। ଆଉ ଆପଣମାନଙ୍କୁ ଜଣା ହିଁ ପଡ଼ିବନି କି ଏ ଫ୍ଲୋର୍ରେ ନେଲ୍ ପେଣ୍ଟ ଲାଗିଥିଲା ବୋଲିକା। ସୁନ୍ଦର ଟିପ୍ସଟା ନା, ବହୁତ ୟୁଜଫୁଲ୍ ଟିପ୍ସଟା, ଛୋଟିଆଟେ ହେଲେ ମଧ୍ୟ ଆପଣମାନଙ୍କ ପାଇଁ ନିହାତି ଭାବରେ ଇମ୍ପୋର୍ଟାଣ୍ଟ ଟିପ୍ସ। ଯେତେବେଳେ ଆପଣମାନଙ୍କର ଏହି ପ୍ରୋବ୍ଲେମ୍ ଫେସ୍ କରିବେ ତ ଆପଣମାନେ ସାଙ୍ଗେ ସାଙ୍ଗେ ଡିଓକୁ ସ୍ପ୍ରେ କରିଦେବେ। ଦେଖିବେ ଆପଣମାନଙ୍କର ପୁରା ଫ୍ଲୋର୍ କ୍ଲିନ୍ ହେଇଯିବ। ଚାଲନ୍ତୁ ଦେଖିବା ମୋର ନେକ୍ସଟ ଟିପ୍ସ କ'ଣ ଅଛି। ନେକ୍ସଟ ଟିପ୍ସ ଅଛି ମୋର ସିଲିଣ୍ଡରକୁ ନେଇକରି। ତ ସମସ୍ତେ ଆଜିକାଲି ସିଲିଣ୍ଡର ତ ୟୁଜ୍ କରୁଛନ୍ତି, କିନ୍ତୁ ଆପଣମାନେ ଗୋଟେ ଛୋଟିଆ ଜିନିଷକୁ ଆପଣମାନେ ମିସ୍ କରିଯାଆନ୍ତି। ସେଇଟା ହେଉଛି ତାକୁ ଯେଉଁ ଡେଟ୍ରେ ଆପଣମାନେ ସିଲିଣ୍ଡରକୁ ଲଗାଉଛନ୍ତି, ତ ସେଇ ଡେଟ୍ରେ ଆପଣମାନେ କ'ଣ କରିବେ ନା ଚକ୍ରେ ଆପଣମାନେ ସେଇଟାକୁ ଲେଖିନେବେ। ଲେଖିନେଲେ ଆମେ ଜାଣିପାରିବା କି ଆମ ସିଲିଣ୍ଡରରେ ଏତିକି ମାସ ଯାଉଛି ବୋଲିକା। ଯଦି ଆମେ ନ ଲେଖିବା ତ ଆମେ ଜାଣି ହିଁ ପାରିବାନି କି ଆମର ମାସକୁ କେତେଟା ସିଲିଣ୍ଡର ଯାଉଛି ବୋଲି। ଆପଣମାନେ ଏଇ ଛୋଟିଆ ଭୁଲଟି ସବୁବେଳେ କରିଥାନ୍ତି, କିନ୍ତୁ ଆଜିର ଟିପ୍ସ ଦେଖିଲା ପରେ ଆପଣମାନେ ନିହାତି ଭାବରେ ଯେତେବେଳେ ବି ଆପଣମାନଙ୍କର ରୋଷେଇ ଘରେ ସିଲିଣ୍ଡରକୁ ଲଗାଇବେ ତ ଆଗ ଚକ୍ରେ ଆପଣମାନେ ଯେବେ ଲଗାଇବେ ସେବେର ଡେଟ୍କୁ ଆପଣମାନେ ପକାଇଦେବେ। ତେଣୁ ସରିଲାବେଳେ ଆପଣମାନେ ଜାଣିପାରିବେ କି ଆମର ଗ୍ୟାସ୍ଟା କେତିକି ଦିନ ଯାଉଛି। ଚାଲନ୍ତୁ ଯିବା ନେକ୍ସଟ ଟିପ୍ସ ହେଉଛି ଗ୍ରାଇଣ୍ଡରରେ ଭେସଲିନ୍ ଲଗାଇବା ପାଇଁ। ଆଜିକା ଏବେ ତ ଶୀତ ଦିନ ଆସିଲାଣି, ସମସ୍ତେ ଭେସଲିନ୍ର ୟୁଜ୍ କରିଥାନ୍ତି। ହଁ, ତ ଆଜିର ଏ ଟିପ୍ସ ଦେଖିଲା ପରେ ଆପଣମାନେ ପୁରା ଆଶ୍ଚର୍ଯ୍ୟ ହେଇଯିବେ କି ଆମେ ଭେସଲିନ୍ ଗ୍ରାଇଣ୍ଡରରେ କ'ଣ ପାଇଁ ଲଗାଇବା। ଆମେ ଏବେ ତ ଶୀତ ଦିନ ଆସିଲାଣି, ସମସ୍ତଙ୍କର ପାଖରେ ତ ଭେସଲିନ୍ର କମ୍ ନଥିବ। ତ ଯଦି ଆପଣମାନଙ୍କ ଭେସଲିନ୍ ଯଦି ଆପଣଙ୍କର ଏକ୍ସପାୟାର ହେଇଯାଇଛି ତ ଆପଣ ତାକୁ ଫୋପାଡ଼ିବେନି। ତ ଏହି କାମରେ ୟୁଜ୍ କରନ୍ତୁ। ଯେତେବେଳେ ଆମେ ଗ୍ରାଇଣ୍ଡରକୁ ବ୍ୟବହାର କରିଦେଉ ତା'ର କିଛି ତ ତା'ର ଅପରିଷ୍କାର ଅଂଶ ରହିଯାଇଥାଏ, ଯାହାକି ଆମେ ତାକୁ କ୍ଲିନ୍ କରିବା ପାଇଁକା ପାଣିରେ ବ୍ୟବହାର ତ ଆମେ କରିପାରିବାନି। ତ ଆପଣମାନଙ୍କ ପାଖରେ ଯଦି ଏମିତି ଏକ୍ସପାୟାର ଭେସଲିନ୍ ଥିବ ତାହେଲେ ଆପଣମାନେ ଗ୍ରାଇଣ୍ଡରର ଯେଉଁ ଜାଗା ଏରିଆ ମାନଙ୍କରେ ଆପଣମାନେ ଦେଖୁଛନ୍ତି ଅସନା ହେଇଛି, ତ ସେଇ ଜାଗା ମାନଙ୍କରେ ଆପଣମାନେ ହାତରେ ତାକୁ ଦେଇକରି ଆପଣମାନେ ଲଗାଇଦେବେ। ଦେଖିବେ ଆପଣମାନଙ୍କର ବହୁତ ପଇସା ମଧ୍ୟ ବଞ୍ଚିବ। ଆପଣମାନଙ୍କୁ ଆଉ କଷ୍ଟ କରିବା ପାଇଁକା ପଡ଼ିବନି। କି ପାଣି ତ ଆମେ ଯେହେତୁ ଏଇଟା ଇଲେକ୍ଟ୍ରିକାଲ୍ ଜିନିଷ, ତ ଆମେ ସେଥିରେ ପାଣିର ବି ୟୁଜ୍ କରିପାରିବାନି। ତ ଆପଣମାନେ ଗୋଟେ କଟନ୍ କପଡ଼ା ନେବେ, ଯେକୌଣସି ଗୋଟେ ପରିଷ୍କାର କପଡ଼ା ନେଇକରି ତାକୁ ଭଲକରି କ୍ଲିନ୍ କରିଦେବେ। ଦେଖିବେ ଆପଣମାନଙ୍କର ଗ୍ରାଇଣ୍ଡରଟା ପୁରା ନୂଆ ପରି ସାଇନିଂ କରିବ, ଆଉ ଅପରିଷ୍କାର ଦେଖାଯିବ ନାହିଁ। ଦେଖନ୍ତୁ ମୋ ଗ୍ରାଇଣ୍ଡରଟା ଟିକେ ଅପରିଷ୍କାର ଅଛି, ତ ମୁଁ ଆକୁ ଭେସଲିନ୍ ସାହାଯ୍ୟରେ କେମିତି ପୁରା କ୍ଲିନ୍ କରିପାରୁଛି। ଆମେ ତ ଭେସଲିନ୍ ଏକ୍ସପାୟାର ହେଇଗଲେ ତାକୁ ଫିଙ୍ଗି ଦେଉଥିଲେ, ତାକୁ ତ ୟୁଜ୍ ଆମେ କରିପାରିନଥାନ୍ତେ। ତ ଆମେ ଏଇ ଜିନିଷରେ ଯଦି ୟୁଜ୍ କରିବା ଆମର ଜିନିଷର ରିୟୁଜ୍ ହେଇପାରିବ, ଆଉ ପଇସା ମଧ୍ୟ ଆମର ସେଭିଂ ହେଇକି ରହିପାରିବ। ଛୋଟିଆ ଟିପ୍ସଟେ ହେଲେ କିନ୍ତୁ ଆମେ ଟିକେ ଆଇଡ଼ିଆ ଖର୍ଚ୍ଚ କରି ଯଦି ତା'ର ରିୟୁଜ୍ କରିପାରିବା ତାହେଲେ ଆମର ବହୁତ କାମରେ ମଧ୍ୟ ଆସିବ। ତ ଦେଖନ୍ତୁ ଏଇ ଟିପ୍ସଟି ଆପଣମାନେ ମଝିରେ ମଝିରେ ନିହାତି ଭାବରେ କରିବେ। ଆପଣ ଯଦି ଏହାକୁ କ୍ଲିନ୍ ନ କରିବେ ତ ଆପଣମାନଙ୍କର ବହୁତ ଗ୍ରାଇଣ୍ଡର ନଷ୍ଟ ହେଇଯିବ। ଆପଣମାନଙ୍କୁ ଅପରିଷ୍କାର ଜିନିଷ ଗୁରେ ବ୍ୟବହାର କରିବା ପାଇଁକା ଆଦୌ ବି ଭଲ ଲାଗିବନି। ଦେଖୁଥିଲେ ଆପଣମାନେ ମୋ ଗ୍ରାଇଣ୍ଡରଟା କେତେ ଅପରିଷ୍କାର ଥିଲା, ମୁଁ ତାକୁ କ୍ଲିନ୍ କରିଦେଲା ପରେ ମୋର କେତେ ସଫା ଦେଖାଯାଉଛି। ତ ଆଶା କରୁଛି ଆଜିର ସବୁ ଟିପ୍ସ ଆପଣମାନଙ୍କ ପାଇଁ ନିହାତି ଭାବରେ ୟୁଜଫୁଲ୍ ଥିବ। ତ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟିକି ଆପଣମାନେ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରନ୍ତୁ, ଯାହାଫଳରେ କି ସେମାନେ ମଧ୍ୟ ଏହାର ଟିପ୍ସ